ନମସ୍କାର ଓଡ଼ିଶାବାସୀ, ମୋ ନାଁ ଭରତ। ଆଜିର କାହାଣୀ ହେଲା ଚିନ୍ତା କଲେ ଶରୀର ଦୁର୍ବଳ ହୁଏ କାହିଁକି। କଥାରେ ଅଛି, ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି। ପ୍ରକୃତରେ ତାହା ହିଁ ଘଟେ। ଅଧିକ ଚିନ୍ତା କଲେ ତା'ର ପ୍ରଭାବ ଶରୀର ଉପରେ ପଡ଼େ। ସାଧାରଣ ଅବସ୍ଥାରେ ଆମ ଶରୀର ବିନିଯୋଗ କରୁଥିବା ଅସ୍ଥିର ପ୍ରାୟ 40% କେବଳ ମସ୍ତିଷ୍କ ବ୍ୟବହାର କରିଥାଏ। ଅତ୍ୟଧିକ ଚିନ୍ତା ହେତୁ ମସ୍ତିଷ୍କ ଉପରେ ଅଧିକ ଚାପ ପଡ଼ୁଥିବାରୁ ଅଧିକ ଶକ୍ତି ଆବଶ୍ୟକ ହୁଏ। ଫଳରେ ଶରୀର ଅନ୍ୟାନ୍ୟ ଅଂଶ ଆବଶ୍ୟକ ଶକ୍ତି ପାଇବାରୁ ବଞ୍ଚିତ ହୁଅନ୍ତି ଏବଂ କ୍ରମେ ଦୁର୍ବଳ ହୁଅନ୍ତି। ଅଧିକନ୍ତୁ ଚିନ୍ତାର ପ୍ରଭାବ ଖାଦ୍ୟ ପ୍ରକ୍ରିୟା କାରଣ ଉପରେ ମଧ୍ୟ ପଡ଼ିଥାଏ। ଖାଦ୍ୟ ଠିକ୍ ରୂପେ ହଜମ ହୁଏ ନାହିଁ, ଭୋକ କମିଯାଏ, ଶୋଷ ଲାଗେ ନାହିଁ। ଅବସାଦ ପରେ ଖାଦ୍ୟ ଓ ପାନୀୟର ଅଭାବରୁ ଶରୀର ଧୀରେ ଧୀରେ ଦୁର୍ବଳ ହୁଏ। ଜୟ ଜଗନ୍ନାଥ।